କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସି ଆସେ ପବନେ। ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ, ହସି ହସି ସତେ ଉଇଁ ଆସେ ଦୂର ଗଗନେ। କହିପାରିବ ଏ କବିତାଟି କେଉଁ ଶ୍ରେଣୀରେ ପଢ଼ିଥିଲ? ଆଉ ଏ କବିତାଟିର ନାଁ କ'ଣ? ମୁଁ ମନେ ପକେଇ ଦଉଛି। ଏ କବିତାଟି ଥିଲା ଶେଫାଳୀ ପ୍ରତି କବିତା। ଆଚ୍ଛା କହିଲ ଦେଖି, ଶେଫାଳୀ ପ୍ରତି କବିତାର ରଚୟିତା କିଏ? ତୁମର ଶଙ୍କା ଦୂର କରି ମୁଁ କହିଦେଉଛି ଯେ ଏଇ ଶେଫାଳୀ ପ୍ରତି କବିତାର ରଚୟିତା ହେଉଛନ୍ତି କୁନ୍ତଳା କୁମାରୀ ସାବତ। ଏ କୁନ୍ତଳା କୁମାରୀ ସାବତଙ୍କର ଜୀବନର ବୃତ୍ତି କ'ଣ ଥିଲା, ବ୍ରତ କ'ଣ ଥିଲା? କୁନ୍ତଳା କୁମାରୀ ଥିଲେ ବୃତ୍ତିରେ ଡାକ୍ତର, ଆଉ ବ୍ରତ ଥିଲା ତାଙ୍କର ସାହିତ୍ୟ ସାଧନା। ସେ କେତୋଟି ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା? ତାଙ୍କର ପାଣ୍ଡିତ୍ୟ ଥିଲା 4ଟି ଭାଷାରେ। ତାଙ୍କ କବିତାର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? ତାଙ୍କ କବିତାର ମୂଳ ଉଦ୍ଦେଶ୍ୟ ଥିଲା ନାରୀ ଜାଗରଣ। ଆଉ 1932 ମସିହାରେ ଏଥିପାଇଁ ସେ ନାରୀ ସମ୍ମିଳନୀରେ ମଧ୍ୟ ରମା ଦେବୀ, ସରଳା ଦେବୀଙ୍କ ସହିତ ଯୋଗ ଦେଇଥିଲେ। ଆଉ ସବୁଠୁ ବଡ଼ କଥା ହେଲା 1921 ମସିହାରେ ଡାକ୍ତରୀ ବିଦ୍ୟାରେ ସ୍ୱର୍ଣ୍ଣ ପଦକ ଯେ ଲାଭ କରିଥିଲେ, 1980 ମସିହାରେ ରେଡ୍କ୍ରସ୍ ସୋସାଇଟିର ଯେ ସଦସ୍ୟ ହୋଇଥିଲେ, ସେଇଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଓଡ଼ିଆ ସାହିତ୍ୟ ଉତ୍କଳ ଭାରତୀ ସମ୍ମାନରେ ଭୂଷିତ କରିଥିଲା। 1901 ମସିହା ଫେବୃଆରୀ 8 ତାରିଖରେ ଜନ୍ମଲାଭ କରିଥିବା ଏହି ମହିୟସୀ ମହିଳା ଜଣକ ଉଚ୍ଚପଦସ୍ଥ କର୍ମଚାରୀଙ୍କର ଘରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପିତାଙ୍କର ଦ୍ୱିତୀୟ ବିବାହ ତାଙ୍କୁ ଗଭୀର ଦୁଃଖ ଦେଇଥିଲା। ଫଳରେ ସେ ନିଜର ମାତୃଭୂମିକୁ ଫେରି ଆସିଥିଲେ ମାଙ୍କ ସହିତ। ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଯେଉଁ ପ୍ରକାରର କଳହ, କ୍ଲେଶ, ଦମନ ଲୀଳା ଚାଲିଥିଲା, ମଣିଷର ନିଜ ଉପରୁ ଅସ୍ତିତ୍ୱ ହଜି ହଜି ଯାଉଥିଲା, ସେହି ସମୟରେ ଏହି ମହିୟସୀ ମହିଳା ଜଣକ କଲମ ମନରେ ମାନବ କଲ୍ୟାଣ ସାଧନ କରିବା ପାଇଁ ଚେଷ୍ଟା କରିଥିଲେ। ବାସ୍ତବରେ ଖୋର୍ଦ୍ଧାରେ ଅଜାଙ୍କ ଘରେ ରହି ପାଠ ପଢ଼ିବା ଆରମ୍ଭ କରିବା ପରେ କ୍ରମଶଃ କଟକରେ ଡାକ୍ତରୀ ଶିକ୍ଷା ପ୍ରାପ୍ତ କରିଥିଲେ। ଆଉ ସୌଭାଗ୍ୟବଶତଃ ସେ ଡାକ୍ତରୀ ଶିକ୍ଷାରେ ମଧ୍ୟ ଉତ୍ତମ ଗୁଣବତ୍ତା ଦେଖାଇଥିଲେ, କୃତକାର୍ଯ୍ୟ ହୋଇଥିଲେ। ଓଡ଼ିଶାର ପ୍ରଥମ ମହିଳା ଡାକ୍ତରାଣୀ ରୂପେ ମଧ୍ୟ ପରିଚୟ ହାସଲ କରିପାରିଥିଲେ। ଏହା ଛଡ଼ା ସେ ରେଡ୍କ୍ରସର ଗାଇଡ୍ ହୋଇ ମଧ୍ୟ ସେବା ବ୍ରତରେ ନିଜର ଜୀବନର କର୍ମ ଆରମ୍ଭ କରିଥିଲେ। ବାସ୍ତବରେ ସେ ଥିଲେ ଜଣେ ଦେଶପ୍ରେମୀ ସଂଗ୍ରାମୀ କବି। ଜୀବନର ସ୍ୱଳ୍ପ କାଳ ମଧ୍ୟରେ ସେ ପରାଧୀନ ଭାରତର ନୀରବ ନିଷ୍ପେଷିତ ଜନତାଙ୍କୁ ଜାଗ୍ରତ ହୋଇ ନିଜ ହକ୍ ପାଇଁ ବଞ୍ଚିବାର ଆହ୍ୱାନ ସେ ତାଙ୍କର ଅନେକ କବିତା ପୁସ୍ତକ ମଧ୍ୟରେ ସ୍ଥାନ ଦେଇଛନ୍ତି। ସ୍ୱଳ୍ପ କାଳ ଭିତରେ ସେ ମାତ୍ର 5ଟି କବିତା ପୁସ୍ତକ ରଚନା କରିଥିଲେ। ସେ ସମୟରେ ପୁରୀର ମହିଳା ବନ୍ଧୁ ଅନୁଷ୍ଠାନ ତାଙ୍କୁ ଉତ୍କଳ ଭାରତୀ ଉପାଧିରେ ଭୂଷିତ କରିଥିଲା। ତାଙ୍କର ଅମଳିନ ପରିଚୟ ଯେଉଁ ସାହିତ୍ୟ ସୃଷ୍ଟି ମାନ ରଖିଯାଇଛି, ସେଗୁଡ଼ିକ ହେଲା ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ ଆଦି କବିତା ପୁସ୍ତକ। ସେହିଭଳି ଭ୍ରାନ୍ତି, ନତୁଣ୍ଡି, ପରଶମଣି, ରଘୁଅରକ୍ଷିତ, କାଳୀବୋହୂ ଆଦି ଉପନ୍ୟାସ। ସେଇ 5ଟି କବିତା ପୁସ୍ତକ ମଧ୍ୟରୁ ସ୍ଫୁଲିଙ୍ଗ ଗୋଟିଏ କବିତା ପୁସ୍ତକ, ଯେଉଁ ପୁସ୍ତକରେ କି କବିଙ୍କର ଏହି ମଣିଷ ଭାଇ କବିତାଟି ସ୍ଥାନ ପାଇଛି। ଆମେ ବର୍ତ୍ତମାନ ସେଇ ମଣିଷ ଭାଇ କବିତାଟିକୁ ପାଠ କରିବା। କବିତାର ପ୍ରଥମ ପ୍ରସଙ୍ଗରେ ପ୍ରଥମ ଶବ୍ଦରେ କବି ସମ୍ବୋଧନ କରିଛନ୍ତି, ଶୁଣ ହେ ମଣିଷ ଭାଇ। ମୁଁ ବର୍ତ୍ତମାନ କବିତାଟିକୁ ପଢ଼ୁଛି, ସମସ୍ତେ ଧ୍ୟାନର ସହିତ ଶୁଣିବା ଆଉ ବହି ଉପରେ ଧ୍ୟାନ ରଖିଥିବା। କଷ୍ଟ ଶବ୍ଦ ଗୁଡ଼ିକ କବିତାର କାଗଜ ଓ କଲମରେ ତାକୁ ଲେଖିକି ରଖିବା ପାଇଁ ମଧ୍ୟ ଚେଷ୍ଟା କରିବା। ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ ବୁଡ଼ି ମରିବାକୁ ମଣିଷ ଜନମି ନାହିଁ। ଶତ ହତଶ୍ୱାସେ ସାରିବ ସଂସାର ନିରାଶେ ନିବିଡ଼ ଅନ୍ଧାରେ, ଚିର ଶୃଙ୍ଖଳିତ ଲାଞ୍ଛିତ ବଞ୍ଚିତ ପୀଡ଼ିତ କୋଷଣ କାରାରେ। ଏ ନୁହେଁ ମାନବ ନିୟତି
ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ ନୁହେଁ ବିଶାଳ ଜଗତି। ଶୁଣ ହେ ମଣିଷ ଭାଇ, ଅମୃତ ଦୀପ୍ତି ସନ୍ତାନ ତୁମେ, ମରଣ ତୁମର କାହିଁ। ହେ ମଣିଷ ଭାଇ, ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ମଣିଷ ଜନ୍ମ ଲାଭ କରିନାହିଁ। ଆଉ ମଣିଷକୁ ହତାଶା ଭିତରେ ବଞ୍ଚିବାର ମଧ୍ୟ ଅଧିକାର ଈଶ୍ୱର ଦେଇକରି ପୃଥିବୀ ପୃଷ୍ଠରେ ତାର ଜନ୍ମ କରିନାହାନ୍ତି। ସଂସାରରେ ନିରାଶା ହେଉଛି ଏକ ନିବିଡ଼ ଅନ୍ଧାର, ଘନ ଅନ୍ଧାର। ଥରଟେ ନିରାଶାର ପରିବେଶ ମଧ୍ୟରେ ଯଦି ମଣିଷ ପଡ଼ିଯାଏ, ସେ ଭିତରୁ ବାହାରିବା ଭାରି କଷ୍ଟ ହୋଇପଡ଼େ। ବେଳେ ବେଳେ ମଣିଷ ନିରାଶାର ଅନ୍ଧକାରରେ ଉବୁଟୁବୁ ହୋଇ ଜୀବନକୁ ହାରି ଦେଇଥାଏ। ସେଥିପାଇଁ ନିରାଶାର ନିବିଡ଼ ଅନ୍ଧାର ଭିତରେ ମଧ୍ୟ ମଣିଷ ନିଜର ସ୍ଥାନ ନିରୂପଣ କରିବା ଉଚିତ ନୁହେଁ। ଆଉ ଏ ନିରାଶାର ନିବିଡ଼ ଅନ୍ଧାର ଭିତରେ ପଡ଼ିଗଲେ ମନୁଷ୍ୟକୁ ଶୃଙ୍ଖଳିତ ହୋଇ ବଞ୍ଚିବାକୁ ପଡ଼ିଥାଏ, ଲାଞ୍ଛିତ ହୋଇ ବଞ୍ଚିବାକୁ ପଡ଼ିଥାଏ, ବଞ୍ଚିତ ହୋଇ ବଞ୍ଚିବାକୁ ପଡ଼ିଥାଏ, ପୀଡ଼ିତ ହୋଇ ବଞ୍ଚିବାକୁ ପଡ଼ିଥାଏ। ଏସବୁ ମନୁଷ୍ୟର ନିୟତି ବା ଭାଗ୍ୟରେ ଲେଖା ନାହିଁ। ତେଣୁ ଏହାକୁ ଏକ କାରାଗାର ତୁଲ୍ୟ ମନେକରି ଏହି କାରାଗାରକୁ ତ୍ୟାଗ କରିବା, ଏହି କାରାଗାରକୁ ଭାଙ୍ଗିବା ପାଇଁ ପ୍ରତ୍ୟେକ ମନୁଷ୍ୟକୁ ଉଦ୍ୟମୀ ହେବା ଦରକାର ବୋଲି କବି ଆହ୍ୱାନ କରିଛନ୍ତି। ଆଉ ଚେତେଇ ଦେଇଛନ୍ତି ଯେ ଏ ନୁହେଁ ମାନବ ନିୟତି, ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ ନୁହେଁ ବିଶାଳ ଜଗତି। ଏ ପୃଥିବୀ ଧାତ୍ରୀର ଅର୍ଥ ଆମକୁ ଯେ ଧାରଣ କରିଛି, ସେ ଧ୍ୱଂସ କରିବା, ସେ ଆମକୁ ଧ୍ୱଂସ ମୁଖର କରିବା ପାଇଁ, ଧ୍ୱଂସ ଆଡ଼କୁ ଠେଲିଦେବା ପାଇଁ ଧାରଣ କରିନି। ଏ ବିଶାଳ ଜଗତି, ଜଗତିର ଅର୍ଥ ଗୋଟେ କୋଠାଘର ଆଉ ଗୋଟେ ପୃଥିବୀ ପୃଷ୍ଠ। ତେଣୁ ଏ ପୃଥିବୀ ପୃଷ୍ଠରେ ଯଦି ଏ ପ୍ରକୃତିର ଲୀଳାଖେଳା ଭିତରେ ମନୁଷ୍ୟ ତାର ଜନ୍ମ ନେଇଛି, ତେବେ ମନୁଷ୍ୟ ତାର ଉତ୍ତରୋତ୍ତର ଉନ୍ନତି କରିବ, ଜୀବନର ଅମୃତମୟ ଅନୁଭବକୁ ଗ୍ରହଣ କରିବ ଆଉ ସମାଜର ଉନ୍ନତି କଳ୍ପେ ସତତ ପ୍ରଚେଷ୍ଟିତ ହେବ। ଏହା ହିଁ ମନୁଷ୍ୟର ଉଦ୍ଦେଶ୍ୟ ହେବା ଦରକାର। ଶୁଣ ହେ ମଣିଷ ଭାଇ, ଅମୃତ ଦୀପ୍ତି ସନ୍ତାନ ତୁମେ, ମରଣ ତୁମର କାହିଁ। କବି ଏହା ସଙ୍ଗେ ସଙ୍ଗେ ଆତ୍ମବଳ ବଢ଼ାଇବା ପାଇଁ ପ୍ରତ୍ୟେକ ମଣିଷ ହୃଦୟରେ ମଣିଷକୁ ସମ୍ବୋଧନ କରିଛନ୍ତି ଅମୃତ ଦୀପ୍ତି ସନ୍ତାନ। ଅମୃତର ସ୍ପର୍ଶ, ଅମୃତର ଆଲୋକ ଯେଉଁ ମଣିଷ ଦେହରେ ରହିଛି, ଭଗବାନଙ୍କର ଦିବ୍ୟ ସୃଷ୍ଟି ଯେଉଁ ମଣିଷ, ସେ ମଣିଷ କେବେ ହେଲେ ମୃତ୍ୟୁବରଣ କରିପାରେ ନାହିଁ। ଶୁଣ ଶୁଣ ନର ନାରୀ, ବିଳାସର ଲୀଳା ନିକେତନ, ବିଶ୍ୱ ନୁହଁ ସତତ କାହାରି। କ୍ରୂର ଅତ୍ୟାଚାରେ ଦଳିବ ଦୁର୍ବଳେ, ରକ୍ତେ ପିପାସା ଶମିବ, ନତ ଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧିବ। ଏ ନୁହେଁ ବିଧାତା ବିଚାର, ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ ନୁହେଁ ସୁନ୍ଦର ସଂସାର। ଶୁଣ ଶୁଣ ନର ନାରୀ, ଏଠାରେ ନର ନାରୀ ଅର୍ଥ ପ୍ରତ୍ୟେକ ନାଗରିକଙ୍କୁ କବୟତ୍ରୀ ମହୋଦୟା ସମ୍ବୋଧନ କରିଛନ୍ତି। ହେ ପୃଥିବୀ ପୃଷ୍ଠର ଅଧିବାସୀ ଗଣ, ସମସ୍ତ ପୃଥିବୀ ପୃଷ୍ଠର ନାଗରିକ ଗଣ, ଯେ ଏ ପୃଥିବୀ ବିଳାସର ନିକେତନ ନୁହଁ, ଏ ସମଗ୍ର ବିଶ୍ୱ ବିଳାସର ଲୀଳା ନିକେତନ ନୁହଁ। ଅର୍ଥାତ୍ ଖାଇ ପିଇ ମଦମାତ୍ସର୍ଯ୍ୟରେ ବୁଡ଼ି ରହି ଅନ୍ୟକୁ ହଇରାଣ ହରକତ କରି ଜୀବନର ଆନନ୍ଦ ଉଠେଇବା ପାଇଁ ଏ ପୃଥିବୀ ତିଆରି ହୋଇନି। ଆଉ କେବେ ହେଲେ ସତତ, ସତତ ଅର୍ଥ ସବୁବେଳେ, ସତତ ଅର୍ଥ ସବୁବେଳେ ଈଶ୍ୱରଙ୍କର ଏକ ମହତ୍ ଉଦ୍ଦେଶ୍ୟ ନେଇ ଏ ପୃଥିବୀ ସୃଷ୍ଟି। କେବେ ହେଲେ ପୃଥିବୀର ବାସୀଙ୍କୁ ବିପଥଗାମୀ ହବା ପାଇଁ ଭଗବାନ ଏଠି ସୁଯୋଗ ଦେଇନାହାନ୍ତି। ଆଉ କଣ କରିଛନ୍ତି ନା, କ୍ରୂର ଅତ୍ୟାଚାରରେ ଦଳିବ ଦୁର୍ବଳେ, ରକ୍ତେ ପିପାସା ଶମିବ। ଅତ୍ୟାଚାରୀ ନିଜ ଅତ୍ୟାଚାର, କ୍ରୂର ଅତ୍ୟାଚାର ବଳରେ ଅନ୍ୟର ରକ୍ତ ପିପାସୁ ହୋଇ ନିଜର ଆତ୍ମାକୁ ଶାନ୍ତି କରିବା ପାଇଁ ମଧ୍ୟ ଏ ପୃଥିବୀକୁ ଈଶ୍ୱର ସୃଷ୍ଟି କରିନାହାନ୍ତି। ନତ ଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧିବ, କିମ୍ବା କାହାର ପାଦଚଟା କୁକୁର ପାଲଟି ଆପଣାକୁ ଅନ୍ୟର ଦାସତ୍ୱର ଶିକାର କରିଦେଇ ନିଜକୁ ଆପଣାକୁ ଆପେ ବଧିବ, ନିଜେ ନିଜକୁ ବଧ କରିବା ପାଇଁ ମଧ୍ୟ ଏ ସଂସାର ତିଆରି ହୋଇନାହିଁ। ଏ ନୁହେଁ ବିଧାତା ବିଚାର। କବିଙ୍କର ସ୍ପଷ୍ଟ ଉକ୍ତି, ଏହା ବିଧାତାଙ୍କର ବିଚାର ନୁହେଁ, ସୃଷ୍ଟି ନିୟନ୍ତାଙ୍କର ଏସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନଥିଲା ସୃଷ୍ଟି ତିଆରି କାଳରୁ। ତାହେଲେ ଲକ୍ଷ୍ୟ ଉଦ୍ଦେଶ୍ୟ କଣ ନା, ଈଶ୍ୱରଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ହେଲା ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ ନୁହେଁ ସୁନ୍ଦର ସଂସାର। ଏ ସଂସାର କାହାକୁ ହେଲେ ଧ୍ୱଂସର ଯାତ୍ରୀ ହେବା ପାଇଁ ଦେବ ନାହିଁ, କିମ୍ବା ମୃତ୍ୟୁର ଧାତ୍ରୀ ହେବାକୁ ମଧ୍ୟ ଦେବ ନାହିଁ। ଅର୍ଥାତ୍ ସମସ୍ତଙ୍କର
ଆନନ୍ଦ ମୁଖରିତ ଭାବରେ ଜୀବନ ବଞ୍ଚିବାର ଅଧିକାର ଅଛି। ସମସ୍ତଙ୍କୁ ନୂତନ ସୃଷ୍ଟି ନୂତନ ସର୍ଜନାର ସ୍ୱପ୍ନ ନେଇ ଏ ସଂସାର ଭିତରେ ବଞ୍ଚିବାର ଅଧିକାର ରହିଛି। ବର୍ତ୍ତମାନ ତୃତୀୟ ପଂକ୍ତିକୁ ଦେଖିବା। ଶୁଣ ଶୁଣ ବିଶ୍ୱବାସୀ, କରମର ଶୁଭ ଭୁବନ ଏହିଟି, କରମରେ ଶ୍ରମ ନାଶୀ। ଉଠ ଦେବ ତେଜେ, ତେଜି ଲାଜ ଭୟ ଅପମାନ ଅହମିକା। ପଶୁତ୍ୱ ଦେବତ୍ୱ ପରୀକ୍ଷାରେ ଜୟୀ, ଲଭ ବୀରତ୍ୱର ଟୀକା। ଋଣୀ କର ଭବରାଣେ, ତାଙ୍କ ରଚା ଚରାଚର ପୁରାଣରେ, ବଳି ଦିଅ ନିଜ ପ୍ରାଣେ। ଶୁଣ ଶୁଣ ଅରିନ୍ଦମ, ଷଡ଼ ରିପୁଜିତ, ଦେବତା ପୂଜିତ, ତାରା ଦଳେ ତବାସନ। ଶତକ୍ଷତ ଶିରେ ଶୁଣିତ ଶ୍ରାବରେ, ନୁହଁ କ୍ଲିଷ୍ଟ ନୁହଁ କ୍ଷୀଣ। ଶତ କଳୁଷର କଳଙ୍କ କାଳିରେ, ନୁହଁ ହୀନ ନୁହଁ ଦୀନ। ବିଧାତାର ବରପୁତ୍ର, ଯୁଗାନ୍ତ ମୃତ୍ୟୁ ରଜ୍ଜୁ ଛିଣ୍ଡାଇ, ଧର ହେ ଜୀବନ ସୂତ୍ର। କବିଙ୍କର ଏହି ଆହ୍ୱାନ ବାସ୍ତବିକ ହୃଦୟସ୍ପର୍ଶୀ। ଶୁଣ ଶୁଣ ବିଶ୍ୱବାସୀ, ବ୍ୟକ୍ତିଗତ ଚିନ୍ତାଧାରା ଏଠି କୌଣସି କ୍ଷେତ୍ରରେ ସ୍ଥାନ ପାଇନାହିଁ। ଯାହା ବି କବି ମହୋଦୟ ଚିନ୍ତା କରିଛନ୍ତି ସାମଗ୍ରିକ ଭାବରେ ବିଶ୍ୱବାସୀଙ୍କର ହେତୁ ଉଦ୍ଦେଶ୍ୟରେ ହିଁ କବିଙ୍କର ଉଦ୍ଘୋଷଣା, କବିଙ୍କର ସମ୍ବୋଧନ ଏଠି ପ୍ରକାଶ ପାଇଛି। କବି କହୁଛନ୍ତି କ'ଣ ନା, କରମର ଶୁଭ ଭୁବନ ଏହିଟି, କରମରେ ଶ୍ରମ ନାଶୀ। ଏଠି କର୍ମ ପ୍ରବଣ ଦ୍ୱାରା, ଭାବନା ଦ୍ୱାରା ହିଁ ସମସ୍ତେ ନିଜର ଶ୍ରମକୁ ଲାଘବ କରିପାରିବେ। ଏଠି କବି ମହୋଦୟା ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଭାବନା, ଇଏ ଯେଉଁ ବୈଦିକ ଭାବନା, ଏ ବୈଦିକ ଭାବନାରେ ନିଜକୁ ଅଭିମନ୍ତ୍ରିତ କରିସାରିଲା ପରେ ହିଁ ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି। ଏକ ଊର୍ଜ୍ୱସ୍ୱଳ ଚେତନା ନେଇ, ଏକ ଦୀପ୍ତିମନ୍ତ ଚେତନା ନେଇ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି ଯେ ତୁମେ ପ୍ରକୃତ କର୍ମ କର। ଏହା ହେଉଛି କର୍ମ, ଏ ପୃଥିବୀ ପୃଷ୍ଠ ହେଉଛି କର୍ମର ଭୁବନ। ଆଉ କର୍ମ କରିବା ଦ୍ୱାରା ତୁମର ପରିଶ୍ରମ କେବେ ହେଲେ ନାଶ ଯିବ ନାହିଁ, ଅର୍ଥାତ୍ ତୁମର ଶ୍ରମ ବିଫଳ ହେବ ନାହିଁ। ଉଠ ଦେବ ତେଜେ, ତେଜି ଲାଜ ଭୟ ଅପମାନ ଅହମିକା। ହେ ଅମୃତର ପୁତ୍ର ଦେବତାଗଣ, ତୁମେ ତୁମର ଲାଜ ଭୟକୁ ତ୍ୟାଗ କରି, ଅପମାନ କିମ୍ବା ଅହମିକା, ମନରେ ଅହଙ୍କାର ଭାବ ନ ରଖି ତୁମେ ବର୍ତ୍ତମାନ ଜୀବନର ରଣକ୍ଷେତ୍ରକୁ ଓହ୍ଲେଇ ଆସ। ଆସିକରି ତୁମକୁ କ'ଣ କରିବାକୁ ପଡ଼ିବ ନା, ପଶୁତ୍ୱ ଦେବତ୍ୱ ପରୀକ୍ଷାରେ ଜୟୀ, ଲଭ ବୀରତ୍ୱର ଟୀକା। କିଏ ପଶୁ ପ୍ରକୃତି ବିଶିଷ୍ଟ, କିଏ ଦେବ ପ୍ରକୃତି ବିଶିଷ୍ଟ, ଏଇ ଯେଉଁ ପରୀକ୍ଷା ବର୍ତ୍ତମାନ ଚାଲିଛି, ଅର୍ଥାତ୍ ଜଣେ ଅତ୍ୟାଚାରୀ ଆଉ ଜଣେ ଅତ୍ୟାଚାର, ଜଣେ ଅଧିକାରୀ ଆଉ ଜଣେ ଅଧିକାର ନଥିଲେ ମଧ୍ୟ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟିତ। ଏ ଭିତରେ ଏଇ ଯେଉଁ ଦୁଇ ଜଣଙ୍କ ଭିତରେ ପ୍ରତ୍ୟକ୍ଷ ଆଉ ପରୋକ୍ଷ ଭିତରେ ଏଠି ଚାଲିଛି ଲଢ଼େଇ। ଏହା ପଶୁତ୍ୱ ଓ ଦେବତ୍ୱ ଭିତରେ ପରୀକ୍ଷା ଚାଲିଛି। ଆଉ ଏ ପଶୁତ୍ୱ ଦେବତ୍ୱ ଭିତରେ ସବୁବେଳେ ଦେବତାର ହିଁ ଜୟ ହେବ। ଆଉ ଯିଏ ନିଜ ଦେବତ୍ୱକୁ ବଜାୟ ରଖିପାରିବ, ସିଏ ହିଁ ବୀରତ୍ୱର ଟୀକା ଲାଭ କରିପାରିବ। ଅର୍ଥାତ୍ ବିଦେଶୀମାନଙ୍କର ଅତ୍ୟାଚାର ଆଗରେ ମୁଣ୍ଡ ନ ପାତି ନିଜର ଅଧିକାରକୁ ସାବ୍ୟସ୍ତ କରିପାରିଲେ ଆମେ ନିଶ୍ଚିତ ଦିନେ ସ୍ୱାଧୀନତାର ସ୍ୱାଦକୁ ଚାଖିପାରିବା। ଋଣୀ କର ଭବରାଣେ, ତାଙ୍କ ରଚା ଚରାଚର ପୁରାଣରେ, ବଳି ଦିଅ ନିଜ ପ୍ରାଣେ। ଏ ଭବରାଣ ହେଲେ ସୃଷ୍ଟିକର୍ତ୍ତା। ରାଣର ଅର୍ଥ ହେଲା ଶ୍ରେଷ୍ଠ। ଭବରାଣ, ଏ ପୃଥିବୀରେ ଯିଏ ଶ୍ରେଷ୍ଠ ସିଏ ହେଉଛନ୍ତି ସୃଷ୍ଟିକର୍ତ୍ତା। ଋଣୀକର ଭବରାଣେ, ଯିଏ ଆମକୁ ତିଆରି କରିଛନ୍ତି, ଯାହାଙ୍କର ଦୟାରୁ ଆମେ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଛେ, ତାଙ୍କ ନିକଟରେ ଆମ ଜୀବନ ସଦାସର୍ବଦା ଋଣୀ ହୋଇ ରହିଥାଉ। ତାଙ୍କ ରଚା ଚରାଚର ପୁରାଣରେ, ବଳି ଦିଅ ନିଜ ପ୍ରାଣେ। ତାଙ୍କର ଏହି ଚରାଚର ସୃଷ୍ଟି ନିକଟରେ ନିଜ ଜୀବନକୁ ବଳିଦାନ ଦେଇଦେଲେ ହିଁ ଆମ ଜୀବନର ସାର୍ଥକତା ପ୍ରତିପାଦିତ ହେବ। ଶୁଣ ଶୁଣ ଅରିନ୍ଦମ, ଷଡ଼ରି ପୂଜିତ, ଦେବତା ପୂଜିତ, ତାରା ଦଳେ ତବାସନ। ରେ ମଣିଷ, ତୁ ଅରିନ୍ଦମ, ଅରିକୁ ଦମନ କରେ ଯେ। ଅରି ହେଉଛି ଶତ୍ରୁ, ଯିଏ ନିଜ ଶତ୍ରୁକୁ ନିଜେ ମାରିପାରେ ସିଏ ହେଲେ ଅରିନ୍ଦମ। ରେ ମଣିଷ, ତୁ ତୋର ଶତ୍ରୁ ଜୟୀ ଚିନ୍ତାଧାରାକୁ ନେଇ ଏଇ ଯୁଦ୍ଧକ୍ଷେତ୍ରକୁ, ଜୀବନର ରଣକ୍ଷେତ୍ରକୁ ଓହ୍ଲେଇ ଆସେ। ଷଡ଼ ରିପୁଜିତ, ଦେବତା ପୂଜିତ, ତାରା ଦଳେ ତବାସନ। ତବ ଯୁକ୍ତ ଆସନ, ତବାସନ ସନ୍ଧି ହେଇଛି। ଷଡ଼ ରିପୁଜିତ ଅର୍ଥାତ୍ ଷଡ଼ରିପୁକୁ ତୁ ଜୟ କରି ସାରିଛୁ। ପ୍ରଥମେ ଷଡ଼ରିପୁ ହେଲା କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। ଏ ସମସ୍ତଙ୍କୁ ତୁ ପ୍ରଥମରୁ ଜୟ କରି ସାରିଛୁ। କାରଣ ଆମର ଏଇ ଭାରତବାସୀ ହେଲେ ତପୋଭୂମି ପ୍ରସୂତ ଦେବଭୂମି। ଦେବମାନଙ୍କର
ବଂଶଧର ଆଉ ଦେବତା ମାନଙ୍କ ଭିତରେ ମଧ୍ୟ ଏମାନେ ମନୁଷ୍ୟ ହେଇକି ଦେବତା ମାନଙ୍କ ଭିତରେ ବି ସ୍ଥାନ ପାଇଛନ୍ତି, ଯେମିତିକି ବେଦବ୍ୟାସ, କାଳିଦାସ ଆଉ ଆମର ଧ୍ରୁବ ଆଜି ତାରା ଆକାରରେ ମଧ୍ୟ ଆକାଶରେ ସ୍ଥାନ ପାଇଛନ୍ତି। ଆଉ ତାରା ଦଳରେ ତମର ଆସନ, ତମର ପୂର୍ବପୁରୁଷଙ୍କର କୃତି ଓ କୀର୍ତ୍ତିକୁ ତୁ ସ୍ମରଣ କରି ନିଜକୁ ଉଦ୍ୟତ କରା, ନିଜକୁ ଜୀବନର ରଣକ୍ଷେତ୍ରକୁ ଓହ୍ଲେଇ ନେଇ ଆସେ ବୋଲି କବି ମହୋଦୟ ଆହ୍ୱାନ କରିଛନ୍ତି। ଶତ କ୍ଷତଶିରେ ଶୋଣିତ ଶ୍ରାବରେ ନୁହଁ କ୍ଲିଷ୍ଟ ନୁହଁ କ୍ଷୀଣ, ଶତ କଳୁଷର କଳଙ୍କ କାଳିରେ ନୁହଁ ହୀନ ନୁହଁ ଦୀନ, ବିଧାତାର ବର ପୁତ୍ର ଯୁଗାନ୍ତ ମୃତ୍ୟୁ ରଜ୍ଜୁ ଛିଣ୍ଡାଇ ଧର ହେ ଜୀବନ ସୂତ୍ର। ଶତ କ୍ଷତଶିରେ ଶୋଣିତ ଶ୍ରାବରେ ନୁହଁ କ୍ଲିଷ୍ଟ ନୁହଁ କ୍ଷୀଣ, ଶତ ଶତ କ୍ଷତ ସୃଷ୍ଟି ହେଲେ ଅର୍ଥାତ ତୋ ଉପରେ ଯୋଉ ଲାଞ୍ଛନା ତତେ ଯୋଉ ଦଣ୍ଡ ଦେଇ ମିଳି ଚାଲିଛି, ବର୍ତ୍ତମାନ ତୋ ଉପରେ ଯୋଉ ପ୍ରକାର ଅତ୍ୟାଚାର ହୋଇ ଚାଲିଛି, ତୋ ଦେହରୁ ଅନେକ ଶୋଣିତ ସ୍ରାବ ହଉଛି, ରକ୍ତ କେତେ ମାତ୍ରାରେ ଦଣ୍ଡିତ ହୋଇ ହୋଇ ତୋ ଶରୀରରୁ ରକ୍ତ ନିଗିଡ଼ି ପଡୁଛି, ତଥାପି ତୁ ସେ କଷ୍ଟକୁ ନେଇ ମନକୁ ଭାରାକ୍ରାନ୍ତ କରେ ନାହିଁ। ନୁହଁ କ୍ଲିଷ୍ଟ ନୁହଁ କ୍ଷୀଣ, ତୁ ମନରୁ କଷ୍ଟ ଆଣେ ନା କି ମନକୁ କ୍ଷୀଣର ଅର୍ଥ ହେଲା ଦୁର୍ବଳ, ନିଜକୁ ଦୁର୍ବଳ କରି ପକାନା। ଶତ କଳୁଷର କଳଙ୍କ କାଳିରେ ନୁହଁ ହୀନ ନୁହଁ ଦୀନ, ତତେ କୌଣସି ପାପ ଛୁଇଁ ପାରେ ନା। ମିଥ୍ୟା ଅପବାଦ ପ୍ରଚାର, ମିଛ ଲାଞ୍ଛନା ଛଳନା ତୋ ପ୍ରତି ଯୋଉ କରାଯାଉଛି, ତାକୁ ନେଇକି ମଧ୍ୟ ତୁ ନିଜର ହୀନମନ୍ୟତାକୁ ପ୍ରକାଶ କରେ ନା କି ନିଜକୁ ନିଜର ପ୍ରତି ହେଉଥିବା ଅତ୍ୟାଚାର ପାଇଁ ଅନ୍ୟ ନିକଟରେ ଦୈନ୍ୟ ଭାବ ପ୍ରକାଶ କରେ ନାହିଁ। କାହିଁକି ଏଭଳି ଦୈନ୍ୟ ଆଉ ହୀନ ମନୋଭାବ ତୋ ଭିତରେ ପ୍ରକାଶ ପାଇବା ଉଚିତ ନୁହେଁ? ତୁ ହେଉଛୁ ବିଧାତାର ବରପୁତ୍ର। ବରପୁତ୍ର, ବରର ଅର୍ଥ ହେଲା ଗୋଟେ ଶ୍ରେଷ୍ଠ, ଆଉ ଗୋଟେ ବର ଏକ ବୃକ୍ଷ ବିଶେଷ। ବିଧାତାର ବରପୁତ୍ର, ତୁ ବିଧାତାଙ୍କର ଶ୍ରେଷ୍ଠ ସୃଷ୍ଟି। ଏଇଥି ଯୋଗୁଁ ତତେ କ'ଣ କରିବାକୁ ହେବ ନା ଯୁଗାନ୍ତ ମୃତ୍ୟୁ ରଜ୍ଜୁ ଛିଣ୍ଡାଇ ଧର ହେ ଜୀବନ ସୂତ୍ର। ତୁ ମୃତ୍ୟୁ ଉପରେ ମଧ୍ୟ ଅମରତ୍ୱର ଏକ ନୂଆ ଛାପ ଚଢ଼ାଇ, ନୂଆ ରଙ୍ଗ ଲଗାଇ ତୁ ଯୁଗାନ୍ତ ମୃତ୍ୟୁର ରଜ୍ଜୁକୁ ଛିଣ୍ଡେଇ ଦେଇ ଜୀବନର ସୂତ୍ର, ନୂଆ ଜୀବନ ଧାରା ତିଆରି କରିବା, ଯୋଉଠି ମୃତ୍ୟୁ ମନୁଷ୍ୟର ଜୀବନ ଧାରାକୁ ଶେଷ କରିଦେବାର ଗୋଟିଏ ସଂକେତ ଦେଉଛି, ସେଇ ଶେଷ ସଂକେତରୁ ତୁ ତୋର ଜୀବନ ନଥାଇକି ଜୀବନର ଯୋଉ ପ୍ରଶଂସାର ଯୋଉ ଜନ୍ମ, ସେହି ପ୍ରଶଂସାର ଜୀବନ ଭିତରେ ତୁ ତୋର ନୂତନ କୀର୍ତ୍ତି ଓ ନୂତନ କୃତିକୁ ନେଇ ଏକ ଜୀବନ ସୂତ୍ର ତିଆରି କରିବା ପାଇଁ ପ୍ରସ୍ତୁତ ହୋଇଯା। ରେ ମଣିଷ, ତୋର ମହତ ପଣିଆ, ତୋର ମହତ ଆକାଂକ୍ଷା ତତେ ଚିର ଅମର, ଚିର ଭାସ୍ୱର, ଚିର ଅମୃତମୟ ଭାବନାରେ ସବୁବେଳେ ରୁଦ୍ଧିମନ୍ତ କରିଥାଉ। ଏହା ହିଁ ବିଧାତାଙ୍କର ତୋ ପ୍ରତି ଏକ ଅହେତୁକ ଆଶୀର୍ବାଦ, ଆଉ ଏହା ହିଁ ବିଧାତା ତୋ ଠାରୁ ଆଶା ପୋଷଣ କରିଛନ୍ତି। କୁନ୍ତଳା କୁମାରୀ ପେଶାରେ ଡାକ୍ତର ଥିଲେ ମଧ୍ୟ ସାହିତ୍ୟ ନିଶା ତାଙ୍କୁ କିପରି ଘାରିଥିଲା, ଆଉ ମଣିଷ ପାଇଁ ସେ କିଭଳି ଭାବରେ ଆହ୍ୱାନ ଦେଇଛନ୍ତି ପଠିତ କବିତାରୁ, ତାହା ଆମେ ଜାଣି ବି ପାରିଲେ। ଏଇଭଳି ଆମ ଓଡ଼ିଆ ସାହିତ୍ୟରେ ଆହୁରି ଅନେକ କବି ଅଛନ୍ତି, ଯେ କି ଉତ୍ତମ ମଣିଷ ପଣିଆକୁ ବାଛିବାକୁ ଯାଇ ନିଜ ଗୁରୁଙ୍କୁ ଆଦର୍ଶ ରୂପେ ଗ୍ରହଣ କରିଛନ୍ତି। ତେବେ ଆସ ପଢ଼ିବା ମାୟାଧର ମାନସିଂଙ୍କ ରଚିତ ଗୋପ ପ୍ରୟାଣ କବିତାଟି, ଯେ କି ତାଙ୍କ ଗୁରୁ ଗୋପବନ୍ଧୁ ଦାସଙ୍କ ବିଷୟରେ ଏଥିରେ କ'ଣ ବର୍ଣ୍ଣନା କରୁଛନ୍ତି।